ଦୁଇ ହାତୀଦାନ୍ତ ଜବତ, 4 ଅଟକ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅଧୀନସ୍ଥ ଝାରପୋଖରିଆ ଥାନା ଅଧୀନ ଭୁରସାଣୀ ନିକଟରେ ଜବତ। ଦେଉଳି ବନ ବିଭାଗ ପକ୍ଷରୁ ଜବତ ସୂଚନା। ଗୋଟିଏ ହାତୀଦାନ୍ତର ଓଜନ 1 କିଲୋ ରହିଥିବା ବେଳେ ଅନ୍ୟ ଗୋଟିଏ ହାତୀଦାନ୍ତର 1 କିଲୋ 200 ଗ୍ରାମ ରହିଥିବା ସୂଚନା ମିଳିଛି। ତେବେ ବାଇକ୍ ଯୋଗେ ଜାମଶୋଳା ଗେଟ୍ ଆଡ଼ୁ ବମ୍ବେ ଛକ ଅଭିମୁଖେ 2 ବାଇକ୍ରେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଦେଉଳି ରେଞ୍ଜର ନିଜ ସାଥୀଙ୍କ ସହ ହଠାତ୍ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ 2 ହାତୀଦାନ୍ତ ଜବତ ସହ 4 ଅଭିଯୁକ୍ତଙ୍କୁ ଅଟକ ରଖିଛି ବନ ବିଭାଗ। ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ବାହାର ରାଜ୍ୟର ଅର୍ଥାତ୍ ଝାରଖଣ୍ଡ ଓ ଅନ୍ୟ 2 ଜଣ ରାସଗୋବିନ୍ଦପୁର ଅଞ୍ଚଳର ବୋଲି ବନ ବିଭାଗର ଏସ୍ସିଏଫ୍ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି। ସେମାନେ ପ୍ରୋଟେକ୍ସନ୍ ଡ୍ୟୁଟିରେ ଯାଇଥିଲେ ଏବଂ ସେମାନେ ଆମର ଜାମଶୋଳାରୁ ବମ୍ବେ ଛକ ରାସ୍ତା ଯେଉଁ ଭୁରସାଣୀ ଛକ ସେଠି 4 ଜଣ ଲୋକଙ୍କୁ ସେମାନେ 2ଟି ହାତୀଦାନ୍ତ ଟ୍ରାନ୍ସପୋର୍ଟେସନ୍ କରୁଥିବା ବେଳେ ସେମାନଙ୍କୁ ଆପ୍ରିହେଣ୍ଡ କଲେ। 2ଟା ହାତୀଦାନ୍ତ ସେମାନେ ତାଙ୍କଠୁ ସିଜର କରାଗଲା ଏବଂ ତା ସହିତ ତାଙ୍କର ଯେ ଗୋଟେ ଗାମୁଛାରେ ସେମାନେ ସେ ବାନ୍ଧିକି ହାତୀଦାନ୍ତଟାକୁ ଆଣୁଥିଲେ। ଗୋଟେ ବ୍ୟାଗ୍ରେ ପୁରୀ ଗୋଟେ କଟନ୍ ଗାମୁଛା ଥିଲା, ଗୋଟେ ବ୍ୟାଗ୍ ଥିଲା ଏବଂ 2 ଜଣ ଲୋକ ମୋଟରସାଇକେଲରେ ତାକୁ ଆଣୁଥିଲେ ଏବଂ ସେ 2 ଜଣଙ୍କୁ ଆଉ 2 ଜଣ ଫଲୋ କରୁଥିଲେ। ତାଙ୍କୁ ମଧ୍ୟ 4 ଜଣଙ୍କୁ ସାର୍ଙ୍କୁ ଆମେ ଡିଟେନ୍ କରିଛୁ ଏବଂ ତାଙ୍କୁ ଫର୍ଦର ଇଣ୍ଟରୋଗେସନ୍ ଚାଲିଛି, ଯାହାକୁ ଯେଉଁମାନଙ୍କୁ ଆମେ ଫର୍ଦର ଇଣ୍ଟରୋଗେସନ୍ ପରେ ଆମେ ଆଇନ ଅନୁସାରେ ତାଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ 2ଟା ସାର୍ ଗୋଟେ ଅଛି, ଗୋଟେ ଯେଉଁ ପ୍ରଥମ 1 ନମ୍ବର ଦାନ୍ତଟା ଅଛି 1 କେଜି ଆଉ ଗୋଟେ 1 କେଜି 20 ଗ୍ରାମ ଅଛି। ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।